ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 6। ବଣ ବଣ। ଯେଉଁଠି ଗୋଟାଏ ଜାଗାରେ ଠିଆ ହେଲେ ଦିଶେ ଚାରିପାଖ ନିବୁଜା ବଣୁଆ ଲୋକ ଆରାମରେ ନିଶ୍ୱାସ ମାରେ। ଏ ପାଚେରୀ ଭିତରେ ତାର ସମୁଦାୟ ଘରକରଣା ବଣ ବାହାରେ ମଣିଷର ନିଶ୍ୱାସ ରୁଦ୍ଧ ହୁଏ। ସେ ବନ୍ଦୀ। ରାସ୍ତା ନାହିଁ, ଶଗଡ଼ଗୁଳା ନାହିଁ, ମଣିଷ ନିଜେ ଭାରବୁହା। ଅଗନାଗ୍ନି ବନସ୍ତ ଭିତରେ ଦିନେ ଖୋଲେ ମିଞ୍ଜି ମିଞ୍ଜି ହୋଇ ସବୁ ଚଲାବାଟ ଉଠିପଡ଼ି ସାପେଇ ସାପେଇ ଚାଲିଯାଏ ଏ ଗାଁରୁ ସେ ଗାଁ। 15 କୋଶ, 20 କୋଶ, ତାପରେ ଭେଟେ ଶଗଡ଼ ଗୁଳାକୁ। ଶୀତଦିନେ ଦି'ପାଖରୁ ଚାପି ଆସେ ପୁରୁଷେ ଉଞ୍ଚ ପିରି ଘାସ। ଉପରେ ସ୍ଥାନେ ସ୍ଥାନେ ଗଛକୁ ଗଛ ଲଟାଡ଼ିଏ। ଓଟା ମାଡ଼ା, ପାଏର ମାଡ଼ା। ଚଲାବାଟ ଲୁଚି ରହେ ଅରମା ତଳେ। ବାଟେ ବାଟେ ପଥର ଗୁଢ଼। ମଝିରେ ମଝିରେ ଅତଟ ଝୋଲା। ବାଟ ସେଠି ନିଭେ, ଆରପାଖେ କେଉଁଠୁ ପୁଣି ଆରମ୍ଭ ହୁଏ ତା ବଣର ଲୋକ ଜାଣନ୍ତି। ଦୂରେଇ ଦୂରେଇ ଗାଁ ସବୁ। ଉପତ୍ୟକା ଭିତରେ ଯେଉଁଠି ପାଣି ଆଉ ପାଗ ସୁବିଧା ଅଛି ତାଷ ହୋଇପାରିବ। ଉପତ୍ୟକା ଭିତରେ ମଧ୍ୟ ଗହଣ ବଣ। କେବଳ ଜନ୍ତୁ ରହନ୍ତି। ଯେଉଁଠି ତଳେ ଲୁହା ପଥର, ମାଙ୍ଗାନିଜ ପଥର, ଆଗ୍ନେୟଗିରିର ପଥର, ସେଠି କୋଶ କୋଶ ଲାଗିଛି ଶାଳବଣ। ଯେଉଁଠି ପତନ ଅପେକ୍ଷାକୃତ ନୀଚ ତଳର ମାଟି, ବାଲିଆ, ହାଲୁକା, ଅବର୍ଖିଆ ପଥର ସବୁ ହୁଗୁଳା, ସେଠି କୋଶ କୋଶ ଲାଗିଛି ବାଉଁଶ ବଣ, ଜାତି ଜାତିକା ବାଉଁଶ, ନିତା, ପୋଲା, ମୋଟା, ସରୁ, ଡେଙ୍ଗା, ବାଙ୍ଗରା, ନାନା ପ୍ରକାରର। ସେତେବେଳେ ବଣକୁ ବାଟ ନଥିଲା। ମଣିଷର ଅଗ୍ରଗାମୀ ବାହିନୀ କନ୍ଧିଆ ଭାଇ। ତାର ଅସ୍ତ୍ର କାନ୍ଧର ଟାଙ୍ଗିଆ ଖଣ୍ଡକ ଆଉ ନିଆଁ। କନ୍ଦ କମ୍ହାରା ବା ଲୁହାପଥରୁ ଲୁହା ଆଉଠି ଟାଙ୍ଗିଆ ତିଆରି କରେ। କନ୍ଧ ଜଙ୍ଗଲ ହାଣେ, ବାଟ ସଫା କରେ। ବେଳେବେଳେ ପର୍ବତ ଉପରେ ଗାଁ ବସେଇ ଦିଏ। ପର୍ବତର ଅରମା ସଫା କରି ତାଷ କରେ। ପ୍ରଥମ ବର୍ଷ ମାଣ୍ଡିଆ, ଦ୍ୱିତୀୟ ବର୍ଷ ହରଡ଼, ଜଡ଼ା, ଅଲସି, ତୃତୀୟ ବର୍ଷ ସୁଆଁ, ଆହୁରି ବର୍ଷେ 2 ବର୍ଷ ମାଣ୍ଡି ଯାଏ। ଯଦି ମାଟିରୁ ସାର ସରେ, ତେବେ ଗାଁ ଉଠେଇ ନେଇ ଖୋଜେ ନୂଆ ଜଙ୍ଗଲ। କେବେ କେବେ ଥରେ ହାଣି ତାଷ କରି ଛାଡ଼ିଥିବା କ୍ଷେତର ବୁଦା ଲଟା ଡଙ୍ଗର ପୁଣି ହାଣି ପୋଡ଼ି ତାସ୍ ଲଗାଏ। ତାକୁ କହନ୍ତି ସରୁଆ ଜଙ୍ଗଲ ତାଷ। ସେଥିରେ ବେଶୀ ଉପୁଜେ ନାହିଁ କି ବେଶୀ ଦିନ ତାଷ କରିହୁଏ ନାହିଁ। ତେଣୁ କନ୍ଧ ଥଟ୍ଟା କରି କହେ, ସରୁଆ ଡଙ୍ଗର ତାଷ, କ୍ରୋଟ୍ରା ମାଉଁସ। ବୁଢ଼ାବୁଢ଼ୀଙ୍କ ଆୟୁଷ ସବୁ ସମାନ। କନ୍ଧ କ୍ଷେତ ତିଆରି କରେ, ପଛେ ପଛେ ସିଧା ଆସେ। ସାହୁକାର ଆସେ, ଧାଉଳି ଆସନ୍ତି, ଦେଖନ୍ତି ଭଲ ଜମି, ସେତକ ହାତ କରନ୍ତି। କନ୍ଧ ଚଢ଼େ ଉପରକୁ, ତେଣୁ ଯେଉଁଠି ବଣ ସେଠି କନ୍ଧ। ଜାଗା ଖୋଲିଗଲେ କନ୍ଧ ତଡ଼ି ହୋଇଯାଏ। ପର୍ବତ ଉପରେ କନ୍ଧର ତାଷ, ତଳେ ସେ ଯେଉଁ କ୍ଷେତକୁ ସବୁଦିନିଆ କରି ଛାଡ଼ି ଦେଇଛି, ସେସବୁ ପରର। ଧୀରେ ଧୀରେ ସାହୁକାର ଆସୁଛନ୍ତି, କ୍ଷେତ ବଢ଼ଉଛନ୍ତି। କନ୍ଧିଆ ଦେଶରେ ଚେର ମଡ଼ଉଛନ୍ତି। ଯେଉଁଠି ରାଖି, ଦୁରୁସିଆ, ଧାନକଇର କୋଶ କୋଶକୁ ଲମ୍ବି ଯାଇଛି, ସେଠି ସାହୁକାର, ଶୁଣ୍ଢି, ବ୍ରାହ୍ମଣ, ତେଲେଙ୍ଗା। ସେମାନେ ବାହାରେ ସଭ୍ୟତାର ଉତ୍ତୁରା ପେଜ ପରି ଫୋପାଡ଼ି ହୋଇ ବଣକୁ ଆସିଥିଲେ ଲୋଟା କମ୍ବଳ ଧରି। ବର୍ତ୍ତମାନ ସେମାନେ ମହାଜନ। ଶୁଣ୍ଢି ମଦ ବିକି ବିକି ଜମି କଲେ। ବ୍ରାହ୍ମଣମାନେ କୁଆଡ଼େ ଭିକମଗା ଚାଉଳ ଏକାଠି ଜମେଇ ଛାଡ଼ି ଦେଇ ଯାଆନ୍ତି ଗାଁ ମୁଣ୍ଡିଆ ଘରେ। ସେହି ଚାଉଳକୁ ଦେଢ଼ି ଲଗାନ୍ତି, କ୍ରମେ ଅଧମର୍ଣ୍ଣଠାରୁ ଜମି ନିଅନ୍ତି। ତେଲେଙ୍ଗାମାନେ ସବୁ ଉପାୟ କରନ୍ତି। କିଏ ଦେଢ଼ି ମହାଜନୀ, କିଏ ବା ତୁଚ୍ଛାକୁ ନଫର ନଫର ହୋଇ କୌଶଳ ଲଗେଇ ଜମି ମାରି ନିଏ। କେତେ ଉପାୟରେ ବନ୍ଧୁ ହୋଇ ଆସି ସଙ୍ଗାତ ମୈତ୍ର ବସି ମଦପାଣି ଦେଇ ଧୀରେ ଧୀରେ ଚେକା ମାଡ଼ି ବସାନ୍ତି। ଅଧିକାରୀ ସରଣିଆ ଯେଉଁମାନେ, ତାଙ୍କର ତ 7 ଖୁଣ ମାପ। କାଗଜ ଆଉ ବଟୁ ବା ଟିପଚିହ୍ନ, ବଟଚିହ୍ନ ଆଉ କାଗଜ ଜମି ହାସଲ। କିଏ ବନ୍ଧା ବୋଲି କହି ବିକ୍ରି ଲେଖେଇ ନେଇଛୁ, କିଏ ରସିଦ ବୋଲି ନାଁ ତାର ତ୍ୟାଗପତ୍ର ଲେଖେଇ ନେଉଛି। ବନ୍ଦୋବସ୍ତ ନାହିଁ, ଖତିଆନ ନାହିଁ, ସ୍ରୋତ୍ର ବିଷୟରେ ସମ୍ପୂର୍ଣ୍ଣ ଧାରଣା ନାହିଁ। ଜୋର ଯାହାର, ମୁଲକ ତାର। ପୋଷାକ ଯାହାର, ଜୋର ତାହାର। କାଗଜ ଉପରେ ବଟୁଚିହ୍ନ ମାରିଦେଇ କନ୍ଧିଆ ଭାଇ ନୂଆ ଜମି ଖୋଜିବାକୁ ଚାଲିଯିବ ପର୍ବତ ଉପରକୁ। ଅନ୍ଧାରି ବଣ, ତହିଁକି ବାଟ ନାହିଁ।
ଚାରିପାଖରୁ ଧୀରେ ଧୀରେ ସାହୁକାର ଆସୁଛନ୍ତି। ଧୀରେ ଧୀରେ ତାଙ୍କର ବେପାର ବଢ଼ୁଛି, ତାଙ୍କର ସହର ବଢ଼ୁଛି, ତାଙ୍କର ଗାଁ ବସୁଛି। ଦେଶିଆର ଧନ ଦେଶିଆଳୁ କରଜ ଲଗେଇ ସେହି ଜାଲରେ କନ୍ଦିଆ ଭାଇ ବି ଧରାପଡ଼େ। ଟିକିଏ ଛଟପଟ ହୁଏ, ତାପରେ ତାର କାମ ଶେଷ। ଠକେଇରେ ତ ପଡ଼େ, ପଇସା ସରେ। ଗୋତି ହୋଇ ଆପଣା ଦିହାତି ଉପରେ ଆପଣା ପୁଅ ନାତିଙ୍କ ଥିଆତି ବି ବାନ୍ଧିଦିଏ ଖଟି ମରିବାକୁ। କିନ୍ତୁ ଏତିକିରେ ଯଦି ନିସ୍ତାର ମିଳୁଥାନ୍ତା। ଏଇ ବଣ ବାହାର ଲୋକେ ବଣ ଭିତରକୁ ଆଖି ଝଲସା ନୂଆ ଆଲୁଅ ଆଣନ୍ତି ରଙ୍ଗ ରଙ୍ଗର କାଚ। ଦେଶିଆ ତହିରେ ମାତିଯାଏ। କେବେ ଆପଣା ହାତରେ ତିଆରି କରି ସେ ଧୁଙ୍ଗିଆ ପିଉଥିଲା, ସଭ୍ୟତା ଦେଖାଏ ବିଡ଼ି। ଆପଣା ହାତରେ ବୁଣି ସେ ଲୁଗା କରୁଥିଲା। ଡମ୍ବର ଖଦି, ମିରିକାନ୍ନ କୁମ୍ଭପକା ମୋଟାଲୁଗା, ପରଜା ପାଞ୍ଜିଆ, ଗଦବା କେଁରପଟର ବାଘପଟିଆ ଲୁଗା। ସଭ୍ୟତା ଏସବୁ ବୁଣାଏ, ଦେଖାଏ ନୂଆ ଲୁଗା କୋଟ କାମିଜ। ଦେଶିଆ ବାବୁ ହେବାକୁ ମନେକରେ। କୌପୀନି ପିନ୍ଧେ, ଅଥଚ ଦେହରେ ଖଣ୍ଡେ କୋଟ ଲଗାଏ। ତେଲେଙ୍ଗା ସାହୁକାର ହନୁକରଣ କରି କୌପୀନି ଉପରେ କାନରେ ଲଗାଏ କୁଣ୍ଡଳ। ମୁଣ୍ଡରେ ମସ୍ତବଡ଼ ପଗଡ଼ି, ସେଥିରେ ସେ କାଟାଣି ବା କାହାଳି ପୁଞ୍ଜେ ଖୋସିଦିଏ। କେବଳ ସେତିକି ନୁହେଁ, ସେ ନିଜର ବୁନିଆଦିକୁ ଘୃଣା କରି ଶିଖେ, ନିଜର ଭାଷାକୁ ଭୁଲିବାକୁ ମନେକରି ଟିକିଏ ଟିକିଏ ତେଲେଙ୍ଗା ଓଡ଼ିଆ ମିଶାଇ ଦିଏ। ରାସ୍ତାକଡ଼ର ଦେଶିଆମାନେ ଆପଣାର ଭାଷା ଭୁଲିଗଲେଣି। ବେଶ୍ ଛାଡ଼ିଲେଣି ତାଙ୍କର ଘର ତିଆରି କି ଘରକରଣାର ପ୍ରାଚୀନ ଶୈଳୀ କେଉଁଦିନୁ ଗଲାଣି। ଗଦବାର ଗୋଜିଆ ଘର ମନ୍ଦିର ପରେ, ପରଜାର ଚୌଖୁଣ୍ଟ ଘର ରଙ୍ଗ ରଙ୍ଗ ମାଟିରେ ଚିତ୍ରକରା କନ୍ଧର ଗୋଷ୍ଠୀ। ମାନିଆ ଏକା ସେଣିକିଆ ଗାଁ ପରିବର୍ତ୍ତେ କେତେଗୁଡ଼ାଏ ଅବର୍ଜିଆ ମେଣ୍ଢା କୁଡ଼ିଆ ସେଠି। ସାମାଜିକ ଜୀବନରେ ବି ସେହିପରି ବିଭ୍ରାଟ। ନୂଆ ସଭ୍ୟତାର କବଳରେ ପଡ଼ି ସମାଜ ଭାଙ୍ଗିଛି। ସାବୁନ ଧୁଆ ଶାଢ଼ି ପିନ୍ଧା ସ୍ତ୍ରୀଲୋକ ବେଶୀ, ସାବୁନ ଧୁଆ ବେଶୀ ଧୋବାପିନ୍ଧା ବାହାର ପୃଥିବୀର ପୁରୁଷାଙ୍କ ଆଡ଼କୁ ଚହଲି ଯାଇଛନ୍ତି। ତେଲୁଗୁ ଦେଶରୁ ଆସି ପଶିଛି ମେହ ଉପଦଂଶ ରୋଗ। ରାସ୍ତାକଡ଼ର ଦେଶିଆ ପଲ୍ଲୀ ହାଡ଼ର ଶସ ଭିତରେ। କନ୍ଧ ଅଭିଧାନରେ ବେଶ୍ୟା ଶବ୍ଦର ପ୍ରତିଶବ୍ଦ ନାହିଁ। ଗଦବା ଅଭିଧାନରେ ନାହିଁ। କିନ୍ତୁ ସୌରପଲ୍ଲୀ ହାଟ, ନାରଣପାଟଣା, ବନ୍ଧୁଗାଁ, ଆଲମଣ୍ଡାର କନ୍ଧ ଓ ଡୁମ୍ରିଫୁଟ, ଶିମିଳିଗୁଡ଼ା, ଜୟନଗର, ନରଙ୍ଗପୁର ଗଦବା, ନାରଣପାଟଣା, କୋରାପୁଟ ପାଖ ଚିନ୍ଦିରି ଗାଁ ଓ ଆଉ କେତେ ଅଞ୍ଚଳର ପରଜା ଏବଂ ସବୁ ଅଞ୍ଚଳର ନୂଆ ହାୱା ଲାଗିଥିବା ଖ୍ରୀଷ୍ଟିଆନ ଡମ୍ବ ବା ପାଣ, ଏମାନଙ୍କ ଅଭିଧାନରେ ଖରାପ ଶବ୍ଦର ଆବଶ୍ୟକତା କେଉଁଦିନୁ ହେଲାଣି। ଜାତି କ୍ଷୟକାରୀ ରୋଗ ତ ନିଆଁପରି ମାଡ଼ି ଚାଲିଛି। ବଣ ଆଉ ସଡ଼କ ଧୂଳିର ସଂଘର୍ଷରେ ଯେଉଁମାନେ ନୂଆ ରୂପ ପାଉଛନ୍ତି, ସେମାନେ ବିଶ୍ୱାମିତ୍ର ସୃଷ୍ଟି ପରି। ସେମାନେ ଉଦ୍ଦେଶ୍ୟହୀନ କାମକ୍ଷୁଧାର ଫଳ। ତାଙ୍କର ଗଠନ ପାଇଁ ବଛାବଛି ନଥିଲା କି ଯୋଜନା ନଥିଲା। ମସ୍ତିଷ୍କ ଦୁର୍ବଳ, ମନରେ ବିକଟ ପାଶବିକତା, ଦେହରେ ରୋଗ ବା ରୋଗର ଉପରୋଗ, ଗଣ୍ଠିବାତ, ପେଟଫୁଲା, ଚେହେରା ବିଶିଷ୍ଟ ହୀନ, ସାହେବ ଆଖି ପରି ଆଖି, ବ୍ରାହ୍ମଣ କପାଳ, କନ୍ଧ ଥୋମଣି, ଗଦବା ଭ୍ରୁଲତା। ତାଙ୍କର ଅତୀତ ସରିଛି। ପୁଣି ପୁରୁଷ ଉତ୍ତରା ଉତ୍ତରି ସେମାନେ ନୂଆ ହୋଇ କେବେ ତଳ ବାନ୍ଧିବେ, ତାଙ୍କର ଆପଣାର କେଉଁଠି ମୂଳଦୁଆ କେହି ଜାଣେ ନାହିଁ। ସେମାନେ ଗୋତି ମଜୁରିଆ କୁଲି। ସଞ୍ଜ ବୁଡ଼େ ରାସ୍ତା ଉପରେ ଦଳ ଦଳ ହୋଇ ସେମାନେ ଯା ଆସ କରୁଥାନ୍ତି। ଆଖିରେ ଆଶା ନାହିଁ, ଛାତିରେ ବଳ ନାହିଁ। ସେମାନେ ଦୋକାନ ପାଖେ ଭିଡ଼ ଲଗାଉଥାନ୍ତି। ତାଙ୍କର ସ୍ତ୍ରୀ ଲୋକମାନେ ମୁଣ୍ଡରେ ଫୁଲପେନ୍ଥାମାନ ଖୋସି, ଲୁଗାଟିମାନ ସଜାଡ଼ି ପିନ୍ଧି ହେଁ ହେଁ ଫେଁ ଫେଁ ହୋଇ ବୁଲୁଥାନ୍ତି। ନିଛାଟିଆ ରାସ୍ତାରେ ପୁରୁଷମାନଙ୍କୁ ଦେଖିଲେ ଗୀତ ବୋଲନ୍ତି। ଏ ଅଧା ତିଆରି ପ୍ରେତଦଳଙ୍କ ଭିତରେ କେଉଁ ଦେଶ ବିଦେଶର କେତେ ବଡ଼ ଲୋକ, ସାନ ଲୋକଙ୍କର ପୁଅ ଝିଅ ଥିବେ କିଏ କହିପାରିବ। ନିଛାଟିଆ ବଙ୍ଗଳା ଘର, ବିଲାତି ମଦର ନିଶା, ଘରବୁଲା ବାଟୋଇ, ତାର ନିର୍ଜନ ବନବାସ, ଲଙ୍ଗଳା ବଣଦେଶ ସବୁ ମିଶି ବିଶ୍ୱାମିତ୍ର ସୃଷ୍ଟି ଅନାବନା। ବାଟରେ ବାଟୋଇ ଚାଲିଯାଇଛି। ସେ ତାର ସମ୍ମାନ ମୁଣ୍ଡେଇ ବାଟ ଚାଲୁଥିବ କେଉଁ ଦୂର ଦେଶରେ। ଏଠି ତାର ପ୍ରେତ ସନ୍ତତି ଯେଉଁମାନେ କେଉଁ କୁଳର ନୁହନ୍ତି, କୁଲି, ଗୋତି, ସିଟିଏମ, ବେଶ୍ୟା। ସଭ୍ୟତାର ପହିଲି ରୂପ ଭେକ ବଣ ଦେଶରେ। ମିଣିଆ ପାୟୁ ଦୂରରେ ଅଛି ସଭ୍ୟଠାରୁ, ବନ୍ଦିଖାନା ଦୂରରେ ଅଛି ମିଟିଂ।
ଦୂରରେ ଅଛି ସେଠି ବଣ ବାଘ ମାଳ ବାଟ ନାହିଁ। ଅଦ୍ୟାପି ସେଠି କାଉ ଆହାଡ଼ର ବୋବାନ୍ତି, ବଣି ପରି ବସି ପଡ଼ନ୍ତି ଶୁଆ ସାରି ଘର ଅଗଣାର ଝଙ୍କା ଗଛରେ। ବାଡ଼ିରେ ମୟୂର ନାଚନ୍ତି। କନ୍ଧ ଦେଶର ପ୍ରାଚୀନ ରୀତି ସେଠି ରହିଛି। ଗାଁ ମୁଣ୍ଡିଆଳ ମାନ୍ୟ ଅଛି ଗଣତନ୍ତ୍ର ଅଛି ସାମାଜିକ ଜୀବନରେ। କିନ୍ତୁ ଏ ବଣ ଭିତରେ ପୁଣି ତ ବାହାର ପୃଥିବୀର ପ୍ରଭାବ ପଡ଼ିଆସୁଛି ଟିକିଏ ଟିକିଏ। ମେରିଆ ବଳି ବନ୍ଦ ହେଲାଣି। ଅଧିକାରୀମାନେ କମାନ୍ ବା ଗସ୍ତ ବୁଲି ଆସନ୍ତି। ସାଲ୍ୟୁଟ୍ ଲୋକେ ଆସନ୍ତି ମଦରନ୍ଧା ଦେଖି, ବଣ ଗାରଡ଼ ବଣମରା ଦେଖି ଆସନ୍ତି ସାହୁକାରମାନେ ହିଡ଼େ ହିଡ଼େ କ୍ଷେତ ଦେଖିବାକୁ, ପ୍ରସାର ବଢ଼େଇବାକୁ। କିନ୍ତୁ ଏ ପର୍ଯ୍ୟନ୍ତ ଏ ଅଞ୍ଚଳକୁ ନାଲି ସଡ଼କ ପଡ଼ିନାହିଁ। ମାଳର ଗୁମର ପଦାରେ ପଡ଼ିନାହିଁ ଜଗୁଆଳ ଅଛନ୍ତି ବାଘ ରୋଗ ପର୍ବତ। ଏହିପରି ଦିନେ ବଣର ଛାତି ଚିରି ଦେଇ ନାଲି ରାସ୍ତା ଫିଟିଯିବ। ସେହି ବାଟେ ଶଗଡ଼ ବୋଝେଇ ଫସଲ ଚାଲିବ ଅନ୍ଧାରରୁ ଆଲୁଅକୁ। ଗାଡ଼ି ବୋଝେଇ ମଣିଷ ଚାଲିବେ ଆସାମ ଚା ବଗିଚାକୁ। ବଙ୍ଗଳା ବନ୍ଧା ହେବ ଅଧିକାରୀ ବିଜେପି, ଇସ୍କୁଲ ଡାକ୍ତରଖାନା କଚେରୀ ଆହୁରି ଅଧିକାରୀ। ବଣଦେଶ ସଭ୍ୟ ହେବ ପରିବର୍ତ୍ତନହୀନ କନ୍ଧ ଦେଶ ଦୁଲୁକିଥିବ ଯୁଗ ସଭ୍ୟତାର ଚାପରେ। କନ୍ଧଡ଼ିସାରୀ ଆକାଶର ତାରା ଗଣି ଲାଗିଛି। ଭବିଷ୍ୟତକୁ ନେଇ ବସିଛି ଦିବ୍ୟ ଦୃଷ୍ଟିରେ। ବଣ ସରୁଛି, ବର୍ଷା କମୁଛି, ଘର ଭାଙ୍ଗୁଛି, କ୍ଷେତ ଚାଲିଯାଉଛି। ଜାତି ସରୁଛି, ରକ୍ତ ଗୋଳିଆ ହେଉଛି, ନୂଆ ରକ୍ତ ଘଟୁଛି। ଗହଳ ଗହଳ ବଢ଼ୁଛି, ନାନା ନାନା ପ୍ରକାର ବିଚିତ୍ର ଶବ୍ଦରେ କାନ ଅତରା ପଡ଼ୁଛି। ବଣରେ ଶବ୍ଦ ଡୁବୁଛି। ଚାରିଆଡ଼େ କେଉଁମାନେ ଡେଇଁ ଡେଇଁ ବୁଲୁଛନ୍ତି। ଗଛକୁ ଗଛ, ଘରକୁ ଘର। ସେମାନେ ମୁସ୍କା, ପାତି ମାଙ୍କଡ଼ ନୁହନ୍ତି, ପାସ୍କା ହନୁମାଙ୍କଡ଼ ନୁହନ୍ତି, ଅଥଚ ମାଙ୍କଡ଼। ଆଉ ତାଙ୍କର ଲାଙ୍ଗୁଡ଼ରେ ବଡ଼ ବଡ଼ ନିଆଁହୁଳା। ତାରି ତାଥିରେ ଛଟପଟ ହୋଇ ସେମାନେ ଡେଉଁଛନ୍ତି, ନିଜେ ଜଳୁଛନ୍ତି। ଦେଶ ପୋଡ଼ୁଛନ୍ତି ପଞ୍ଝାକୁ ପଞ୍ଝା। ଗଛ ନାହିଁ, ପତ୍ର ନାହିଁ, ଖାଲି ଲଣ୍ଡା ପଥର। ତାହାରି ଉପରେ ଡେଇଁ ଲାଗିଛନ୍ତି ହୁଳା ଲାଙ୍ଗୁଡ଼ିଆ ମାଙ୍କଡ଼। ଗାଁକୁ ଗାଁ, ଦେଶକୁ ଦେଶ ସବୁ ପୋଛି ଛାରଖାର ହେଉଛି। ଆକାଶକୁ ଧୂଆଁ ପୋଡ଼ୁ କଲେ ଯେପରି ଧୂଆଁ ଉଠେ। ପୁରୁଖା ଡିସାରୀ ପାଣ୍ଡୁ କନ୍ଧ ଏହିପରି କେତେ ସ୍ୱପ୍ନ ଦେଖି ମୁଣ୍ଡ ବାଉଳା ଧରେ। ମୁଣ୍ଡ ହଲେଇ ହଲେଇ ଘରକୁ ଯାଇ ପେଟେ ମଦ ପିଇ ସେ ଆଶ୍ୱସ୍ତ ହୁଏ। ତଥାପି କନ୍ଧ ଡିସାରୀ ଭାବେ କତରା ଘୋରି ହୋଇ ଶୋଇଲେ ବି ନକ୍ଷତ୍ରଙ୍କ ଯୋଗ ତେବେ ତ୍ରାହି ହେବ ନାହିଁ। ଯାହା ହେବାର ତାହା ହେବ। ଭାଗ୍ୟର ଦ୍ୱାହି ଦେଇ କନ୍ଧ ଘରକରଣା କରିଯାଏ। ପାହାନ୍ତି ପହରେ ପର୍ବତ ଉପରେ ଆକାଶର ନାଲିକାର ପରି ବଣକରେ କରେ ନାଲି ସଡ଼କର ରେଖା। ଧୀରେ ଧୀରେ ସେ ଲମ୍ବେ ଭିତରକୁ ଭିତରକୁ। ଲେଞ୍ଜୁ କନ୍ଧ ଦିଉଡ଼ୁ ସାଉଁତା ସାଙ୍ଗେ ସାଙ୍ଗେ ମନେ ମନେ ଅନେକ ଥର ସନ୍ଧି କରି ପକାଏ। ପୁଣି ମନେ ମନେ ଚିଡ଼େ। ଦିଉଡ଼ୁ ତା'ଠାରୁ 7 ସାନ, ତା'ର ପୁତୁରା। କିନ୍ତୁ ଦିଉଡ଼ୁ ସାଉଁତା ଲେଞ୍ଜୁ କନ୍ଧ ରଇତ। ମାତ୍ର କନ୍ଧ ଦେଶର ଆଇନ ଅନୁସାରେ ସାଉଁତା ଗାଁର ସର୍ଦ୍ଦାର, ସବୁ ରଇତ ତା'ର ଅଧୀନ ଆଉ ବାଧ୍ୟ। ସେତେବେଳେ ସେ କାଳର ସାଉଁତା ହିଁ ଦଳପତି। ସେ ଯାହାକୁ ଯାହା କହିବ ସେ ତାହା କରିବ। ଦିଉଡ଼ୁ ଆପଣା ଦାଦୀଠୁ ସେପରି ବାଧ୍ୟପଣିଆ କେବେ ଦାବୀ କରେ ନାହିଁ। କିନ୍ତୁ ଲେଞ୍ଜୁ କନ୍ଧ ଭାବେ ସେ ଅପମାନିତ ହେଲା। ଭାଇ ମଲା ପଛେ ପଛେ ତା ମନରେ ଛଳ ପଶିଛି। ସେ ଓର ଖୋଜୁଛି ଗରମ ହେବାକୁ। ସରବ ସାଉଁତା କିଛି କହୁନଥିଲା। ଦିଉଡ଼ୁ ବି କିଛି କହେ ନାହିଁ। ଦିଉଡ଼ି ପକ୍ଷରେ ଜଣାପଡ଼େ ଏଟା ଅବହେଳା ବେକାଥିରେ। ସରବ ସାଉଁତା ପକ୍ଷରେ କ'ଣ ତା ଲେଞ୍ଜୁ କନ୍ଧ କେବେ ଭାବେ ନାହିଁ? ଯେତେବେଳେ ସେ ଘରକୁ ଆସେ ଦେଖେ ଭାଇ ନାହିଁ। ଘର ଖାଇ ଗୋଡ଼ାଏ, କାହିଁକି ଖାଇ ଗୋଡ଼ାଏ ସେ ଜାଣିପାରେ ନାହିଁ। ଖାଲି ଅଶାନ୍ତି ଅଶାନ୍ତି ଲାଗେ। ସବୁବେଳେ ଖେଁ ଖେଁ ଖୁନ୍ତୁ ଖୁନ୍ତୁ। ଘରେ ରହିବାକୁ ମନ ହୁଏ ନାହିଁ। ଘରକୁ ଆସିଲେ ଚୋର ପରି ଲାଗେ। ଥିର ହୋଇ ସେ ପିଣ୍ଡା ଉପରେ ବସିପଡ଼େ। ଧୁଙ୍ଗିଆ ଖାଏ, ଗାଁ ଆଡ଼କୁ ଅନାଏ ଓ ଭାବେ ଗାଁରେ କାମଧନ୍ଦା ଲାଗିଛି। ଯେତେବେଳେ ଦେଖିଲେ ଲୋକବାକ ସାଲୁରୁ ସାଲୁରୁ ଗହଳ ଚହଳ। କିଏ ବିଲକୁ ଯାଉଛି, କିଏ ବିଲରୁ ଫେରିଲାଣି। କେବଳ ଫସଲ ମୁଣ୍ଡେଇ ମେଞ୍ଚି ମାଞ୍ଚି ଲୋକ ଗାଁ ଦୁଆରେ କୁଟାପାଳ ଫସଲ। ବର୍ଷଯାକର ଅସଲ କଟାକଟି ଏଇ ଦିନେ ଫସଲ ସାଇତା ହେବ। ବିଲର ପାଚି ଘରକୁ ଆସେ। ଲେଞ୍ଜୁ କନ୍ଧ ଦେଖେ ଭାଲୁକୁଣି ପରି ପାଳଗଦା ତଳେ ଫସଲ ମେଣ୍ଟି ତଳେ ମୁହଁ ଲୁଚାଇ ଆଶାୟୀ ମଣିଷ ଆତଯାତ ହେଉଥାନ୍ତି। ତୁଚ୍ଛା କଳରବ। ସେ ନିଜେ ବି ସାଉଁତା ବିଲର ଫସଲ ବୋହି ନେଇ ଘରକୁ ଆସେ। ସବୁ ବର୍ଷ ଆସିଛି, ଏ ବର୍ଷ ବି ଆସେ।
କିନ୍ତୁ ଗାଁର ଏ ଘରକରଣାକୁ ତୀକ୍ଷ୍ଣ ଦୃଷ୍ଟିରେ ଅନାଇ ରହି ପିଣ୍ଡାରେ ବସି ଥୁଙ୍ଗିଆ ଖାଇବାକୁ ତାକୁ ଏକ ରକମର ଭଲ ଲାଗେ। ଦୁନିଆକୁ ଅନେଇ ରହି ଶୀତଦିନେ ଉଷୁମ ମନେ ପଡ଼େ। ଏତେ ଲୋକଙ୍କ ପରି ତାର ଆପଣାର ଖଣ୍ଡେ ନିଆର ଘର ହୋଇଥାନ୍ତା। ମନେ ପଡ଼େ କିଏ ସେଠି ଥାନ୍ତା କନ୍ଧ ଦେଶର ରୀତି ଯେପରି ସେହିପରି ପଛଆଡ଼େ ପିଠିକି ଆଉଜି ବସି ମୁଣ୍ଡରୁ ଉଙ୍କୁଣି କାଢ଼ି ଦେଉଥାନ୍ତା, ପାଣି ତତେଇ ଖରାବେଳେ ଲାଉ ତୁମ୍ବରେ ଡୁମ୍ବେଇ ତାକୁ ଘଷି ପୋଛି ଗାଧେଇ ଦେଉଥାନ୍ତା। ମନେ ପଡ଼େ ବହୁତ କଥା। ପଛଆଡ଼ୁ ହାକିନାର କାନ୍ଦଣା ଶୁଭେ। ପୁୟୁ ତାକୁ ବୁଝାଏ। ଲେଞ୍ଜୁକନ୍ଦର ମନ ଉପରେ କ'ଣ ବିଚିତ୍ର ପରିବର୍ତ୍ତନ ଗୋଟାଏ ଆସେ। ଏଥର ତାକୁ ଠିକ୍ ପର ପରି ଲାଗେ, ଚୋର ପରି ଲାଗେ। ଥିର ହୋଇ ଉଠି ପଡ଼ି ଯାଏ ସେ କ୍ଷେତକୁ। ସେଦିନ ପୁୟୁ ପୁଅକୁ ତା ହାତକୁ ଟେକି ଦେଇଥିଲା। ଲେଞ୍ଜୁକନ୍ଦ ପିଲାଙ୍କୁ ଭଲ ପାଏ, କିନ୍ତୁ ସାନ ପିଲାକୁ ଧରିବା ତା ପକ୍ଷରେ ବଡ଼ କାଠିକର ପାଠ। ଅତି ଆଗ୍ରହରେ ତାର ଲମ୍ବା ଲମ୍ବା ହାତ ଦିଟାକୁ ସେ ବଢ଼େଇ ଦେଇଥିଲା। ହାକିନା ଅଜା ହାତକୁ ଆସିଲା, ତାର ସାନ ସାନ ହାତ ଗୋଡ଼ ଆହୁରି ଛାଟିଲା। ମିଟି ମିଟି ଆଖିରେ ଶୂନ୍ୟକୁ ଅନାଇ ବହେ କାନ୍ଦିଲା। ଲେଞ୍ଜୁକନ୍ଦକୁ ବଡ଼ ମାଡ଼ି ପଡ଼ିଥାଏ। ବଡ଼ ଯତ୍ନରେ ଭାରି ଡରି ଡରି ପିଲାକୁ ସେ ଧରିଥାଏ। କଅଁଳିଆ ମାଂସ ବୁଜୁଳାର କିଛି କାଳେ କଷ୍ଟ ହେବ। ଏଇ ପରା ବଂଶଧର। ତାର ଆଉ ତାର ମଲା ଭାଇର। ଇଚ୍ଛା ହେଉଥାଏ ପିଲାଟାକୁ ଟେକି ଧରି ସେ ନାଚନ୍ତା। ମଦ ପିଇଲେ ଯେମିତି ସେ ନାଚେ, କିନ୍ତୁ ତାକୁ ମାଡ଼ି ପଡ଼ୁଥାଏ। ବଡ଼ କୁଣ୍ଠିତ ହୋଇ ପିଲାର ମୁହଁକୁ ସେ ଚାହିଁ ଅନାଇ ରହିଥାଏ। କାନ୍ଦି ଉଠି ପିଲାର ମୁହଁ କଳା ପଡ଼ିଗଲା। ପିଲା ମୁତିଲା। ହସି ହସି ପୁୟୁ ପିଲା ତାଠୁ ନେଇଗଲା। ଆପଣାର କାନିରେ ଆପଣା ଦେହରେ ପିଲାକୁ ବାନ୍ଧି ଦେଇ ବାହାରି ପଡ଼ିଲା କାମକୁ। ପିଲାର କାନ୍ଦଣା ବନ୍ଦ ହେଲା। ଲେଞ୍ଜୁ ତ୍ରାହି ପାଇଲା। ସେ କୌଣସି ଦାୟିତ୍ୱ ମୁଣ୍ଡାଇବାକୁ ଚାହେଁ ନାହିଁ। ଏ ଦାୟିତ୍ୱ ତାର ନିଜର ନୁହେଁ। ଏପରି ଗୋଟାଏ ଦିନର ଅନୁଭୂତି ମନରେ ଭାରି ଖେଞ୍ଚା ଦିଏ। କଥାର ଖିଅ ସେ ବୁଝିପାରେ ନାହିଁ, ଯୋଖିପାରେ ନାହିଁ। କେବଳ ଦିଉଡ଼ ଉପରେ ଗରମ ହୁଏ। ଏ ଘରରୁ ଘର ଛଡ଼ା ଦିଏ। ଥାଏ ଦୂରେଇ। ଶୀତରେ ମଞ୍ଜତରେ, ଦିନରେ ଅନ୍ଧାର ଘୋଟକରେ ଥରେ ଥରେ ଲେଞ୍ଜୁକନ୍ଦ ଅନୁଭବ କରେ ଏତେ ଦିନର ଚୁପଚାପ ଭିତରୁ ମହାନଗରୀରୁ କ'ଣ ଗୋଟାଏ ଉଠିବାକୁ ଚାହେଁ ଜଳି ଜଳିକା, ଯାହା ଏପରି ଜୀବନକୁ ସ୍ୱୀକାର କରେ ନାହିଁ। ଏ ଧାରଣା ତାର ବ୍ୟର୍ଥତାକୁ ଅସ୍ୱୀକାର କରିବାକୁ ଚାହେଁ। ତାର ମୁଣ୍ଡରେ କିଳା ବାଡ଼େଇ ଭୁଷି ଦେବାକୁ ଚାହେଁ ସେ ନୀତି ଫୁଲିଆ ମାହାଳିଆ ନୁହେଁ। ତାର ମୁଣ୍ଡରେ ତମ୍ବା ବାଳ ଘଇରେଇ ଧଇଲାଣି। ଗାଲଗୁଡ଼ାକ ପଶିଲାଣି। ରୁଢ଼ିଆ ମୁହଁ ଉପରେ ହାଡ଼ ଛାଞ୍ଚ। କିନ୍ତୁ ଦିନୁ ଲାଗେ ଏଇ କଏଦୀଖାନାରେ କାନ୍ଥ ଭିତରୁ ଖସି ପଳାଇଯିବ ସେ ଦିନେ। ସେତେବେଳେ ତାର ଏଇ ଖଇରିଆ ବାଳ ଆଉ ହାଉଡ଼ୁଆ ମୁହଁ ହାରିଯିବ। ପୁଣି ସେ ଯେମିତି ବଞ୍ଚିବ, ଯେପରି ସେ ବଞ୍ଚିଥାନ୍ତା। ଶୋଷ ବଢ଼େ। କିଛି ଗୋଟାଏ କରିବା ଦରକାର, ନହେଲେ ସେ ବୁଢ଼ା ହୋଇଯିବ, ଆୟୁଷ ସରିଯିବ। ତେଣିକି ଏଡ଼େ ବଡ଼ ଜୀବନଟା ଗଲା। ଏତେ ଦିନ କାଳ କ'ଣ ଗୋଟାଏ ଅନ୍ତରାୟ ଥିଲା। ତାରି ନାଁ ବୋଧହୁଏ ସରବୁ ସାଆନ୍ତା। ଗୋଟି ଗୋଟି କରି ଲେଞ୍ଜୁକନ୍ଦ ତାଲିକା କରି ବସେ। ତାର ଦରକାର କ'ଣ? ହୃଦୟରେ ମନ ଭିତରେ କଥାଟା ପଡ଼ିଲାରୁ ଲୁଚେଇ ଭାବ ହୁଏ। ତାର ଦରକାର ଜୀବନ। ଯାହା ଚାଲିଯାଇଛି ତାର ଦରକାର ସବୁ ନୂଆ ହୋଇ। କେଡ଼େ ଚଞ୍ଚଳ ଚାଲିଯାଉଛି ତା ଜୀବନ। ତାର ମାପ। ଆପଣା ଭାଇର ମୃତ୍ୟୁ, ଦିଉଡ଼ର ପୁଅ ହେବା, କାଲିକା ଟୋକାଟେ ଆସେ। ସମୟ ଯାଉଥାଏ। ଗୋଟାଏ ଘଟଣା ଚେତେଇ ଦିଏ ଭାବିବାକୁ ଯେ କେତେ ଗଲାଣି। ମାପି ବସିଲେ ହିସାବ କଷି ହୁଏ। କ'ଣ ଲାଭ, କ'ଣ କ୍ଷତି। ଉଦ୍ବେଗ ଆସେ କ୍ଷତି ଉପରେ ଲାଭ କରିନେବାକୁ। ଲେଞ୍ଜୁକନ୍ଦ ଘର କରିବାକୁ ଛଟପଟ ହୁଏ। ଭାଇ ମଲାପରି କାଲିକାର ଟୋକା ଏ ଦିଉଡ଼ୁ। ଲେଞ୍ଜୁକନ୍ଦକୁ ଲାଗେ ସେହି ତା ପ୍ରତି ଟାହିଟା ପରା ତାର ଥୁଣ୍ଟା ଲଣ୍ଡା ଜୀବନଟା ପ୍ରତି ଗୋଟାଏ ଦାନ୍ତୁରା ବିଦ୍ରୂପ। ଦାଦି ପୁତୁରା ଦୁହେଁ ମଦ ପିଅନ୍ତି, ଦୁହେଁ ମାତି ଗଡ଼ନ୍ତି, ଦୁହେଁ ପୁଣି ଆସନ୍ତି ସେ ଏକ ଘରକୁ। କିନ୍ତୁ ପୁତୁରାର ବୟସ ଆଉ ଘର ସଂସାର, ପୁତୁରାର ସାମ୍ନାରେ ବଡ଼ ଜୀବନଟା ଦାଦିର ଲଣ୍ଡା ପଥର ପରି ଅସ୍ତିତ୍ୱ ପଛକୁ ଢଳି ପଡ଼ୁଛି ଅସ୍ତଗାମୀ ସୂର୍ଯ୍ୟ ସେପାରିର ଅନ୍ଧାର ଆଡ଼କୁ। ସେଇ ତାର ଅଭିମାନ। ତାର ସବୁ ଛଟପଟ ବାହାରେ ସେ ନିରୁଦ୍ଦେଶ, ସେ ନିଷ୍ପ୍ରୟ। ସେ ବିଧାତାର ଉପହାସ। ପଥର ପରି ନିଶ୍ଚଳ ହୋଇ ସେ ବସିଥାଏ। ଖାଲୁଆ ଗାଲ ଉପରେ ଅଣନିଃଶ୍ୱାସୀ ଯେତେ ଭାବନା ଘୂରେଇ, କପାଳରେ ଭାବନାର ଛାଇ, ଆଖି ଶୂନ୍ୟକୁ। ନିଶ୍ଚଳ ହୋଇ ସେ ବସିଥାଏ। ତାର ଅଧିକାର ଖାଲି ଦେଖିବାରେ। ସେ 45, ସେ ଅଜାସ୍ଥାନୀୟ।
ବାପସ୍ଥା ନିଅ। ଟୋକିମାନେ କେବେ ତାକୁ ଭାବିବେ ନାହିଁ ଆପଣାର ସାଙ୍ଗୀ ବୋଲି। ତାର ଛାଇ ପଡ଼ିଲେ ଟୋକାଟୋକି ଖାଲି ଭାବିବେ ଆକଟି ହେଲା ପରି ସିନା, କାହାରି ଈର୍ଷା ହେବ ନାହିଁ ତା ପ୍ରତି। ସେ ଥାଇ ନଥିଲା ପରି। କ୍ଷେତେ ପାଖେ ପାଖେ ଖଳା। କୋଠର ଦିନବେଳେ ଖଳା ପଛଆଡ଼େ ବୁଦା ଉଆଡ଼ରେ କିଏ କେତେ ଗପି ଯାଆନ୍ତି। ଫୁସ୍ଫାସ୍ କଥା, ଥିରି ଥିରି ହସ, ସାକୁଲା ସାକୁଲି, ଫୁସୁଲା ଫୁସୁଲି ବାଁରେଇ ହୋଇ ଲେଞ୍ଚୁ କନ୍ଧ ବୁଲିଯାଏ। ଏଇ ଦିନେ ଖରାବେଳେ ନିଛାଟିଆ ବଣ ପାଲି ପାଲି ବୁଲିବାକୁ ଭାରି ଭଲ ଲାଗେ। କେଜାଣି କେଉଁଠି କାଳେ ହରିଣ ସମ୍ବର ଉତୁରିଥିବେ। ଲେଞ୍ଚୁ କନ୍ଧ ବୁଲିଯାଏ। ପତ୍ର ସନ୍ଧିରେ ନିରୀକ୍ଷି ଦେଖେ କାନ ଶବ୍ଦ ବାରିବାକୁ। ଲେଞ୍ଚୁ କନ୍ଧର ଓଠରେ ହସ ଖେଳେ, ଦେହରେ ରକ୍ତ ବେଗି ଚାଲେ। ସେ ଆଗାଏ। ତାର ପାହୁଲ ଶବ୍ଦରେ, ତାର ଚାଇ ଚହଲାରେ ଗଛରୁ ଚଢ଼େଇମାନେ ଉଡ଼ିଯାଆନ୍ତି। ଟୋକାଟୋକି ଚମକି ପଡ଼ି ତୁନି ହୁଅନ୍ତି। କିଏ କେଉଁଠି ନେପ୍ଟି ଯାଏ, କିଏ ହସି ହସି ଉଛୁଳି ଦୌଡ଼ି ପଳାନ୍ତି ଏ ପାଖ ସେ ପାଖ। ଲେଞ୍ଚୁ କନ୍ଧ କେବଳ ହୁରୁଡ଼ାଏ। ବୟୋବୃଦ୍ଧ ମାନ୍ୟ ଲୋକ ସେ। ଗୋଟାଏ କିମ୍ବୁଦ କିମ୍ପୁରୁଷ ସେ। କେହି ପାଛୋଟି ଆସନ୍ତେ ନାହିଁ ହସି ହସିକା। କେହି କଅଁଳେଇ କହେ ନାହିଁ ଏସ୍ତା ଦାସ୍ତା ଲାସ୍ନା କୁସ୍ମି। ସେ ଭୂତ ପରି ବୁଲି ବୁଲି ଫେରେ, ଆଖି ଚକପରି ବୁଲି ବୁଲିକା ଦେଖେ, କାନ ଶୁଣେ, ରକ୍ତ ତାତେ, କିନ୍ତୁ ଖାଲି ଦେଖେଡ଼ାହାରି ସେ। ନିଜକୁ ପତିଆରା ଦେଖାଏ, ମୁଣ୍ଡ ହଲେଇବା ଛଡ଼ା ଆଉ କିଛି ନାହିଁ ତା ଭାଗରେ। ତାର ଭାବନା ସଙ୍ଗେ ସଙ୍ଗେ ବାହାର ପୃଥିବୀର ତା ପ୍ରତି ସମ୍ବେଦନଶୀଳ ବ୍ୟବହାର ତାଳ ଦେଇ ପାରେ ନାହିଁ। ତା ଅଭିଯୋଗ ମନେ ମନେ ମରେ। ଏଣିକି ତାର ମନରେ ନିତି ବିକାର ଆସେ। ସେ ଜାଣି ଜାଣି ମନକୁ ମତାଏ, ଖୋଜେ ଧାଙ୍ଗିଡ଼ି, ପାଏ ନାହିଁ, ହତାଶ ହେଇ ଫେରେ। ଯେତେ ମନକୁ ମତାଏ ସେତେ ତାର ଶୋଷ ବଢ଼େ। ବାହାରେ 45 ବରଷର ସମାଜପତି ସେ। ସେଇ ମୁଣ୍ଡ ଟୁଙ୍ଗାରିବା ଖେଳ ତାକୁ ବଞ୍ଚେଇ ରଖିବାକୁ ପଡ଼େ ଆପଣାକୁ ଠକି ଠକିକା। ମଣିଷ ବୟସର ହିସାବ ରଖେ ନାହିଁ, ବୟସ ହିସାବ ରଖେ ମଣିଷର। ଏକା ବୟସର ଟୋକାଟୋକିମାନେ ନିଜ ନିଜର ସମୟ ଅନୁସାରେ ସେମାନେ ଗୋଟିଏ ଗୋଟିଏ ଦଳ ଗଢ଼ିଛନ୍ତି। ଦଳ ଚାରିପାଖେ ଦୁର୍ଭେଦ୍ୟ ଜାଲିବାଡ଼। ସେହି ଜାଲିବାଡ଼ ସେପାଖେ ଲେଞ୍ଚୁ କନ୍ଧ ଉଙ୍କି ମାରେ ସିନା, ଗୋଠଖଣ୍ଡିଆ କରୁ ପରି ପଶିବାକୁ ଉପାୟ ଖାଲି ନାହିଁ ସେଥିପାଇଁ ସେ ହୁଏ ହାଇଁ ପାଇଁ। ଆପଣାର ଘାଉଡ଼ା ମନ ସାଇତିବାକୁ ଯାଇ ସେ ଦିଉଡ଼ ସଙ୍ଗେ କଜିଆ କରେ। କଜିଆ କଲେ, ଅଭିମାନ କଲେ ଘା ଚାରିପାଖକୁ ଖୋଳପା ଆଞ୍ଚୁଡ଼ି ହୁଏ, ଘା ବଢ଼େ, କିନ୍ତୁ ମନ ଶାନ୍ତି ହୁଏ ନାହିଁ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏ ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶ ଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।